हेलो गाइज वेलकम टू माय चैनल। तो आपण मैंने भलରେ ଥିବେ ମୁଁ ଆଶା କରୁଛି। ତ ଆଜିର ଯେଉଁ ଭିଡ଼ିଓଟା ଗୋଟେ ଆଇଟି ସେକ୍ଟରରେ ଆପଣମାନେ କ'ଣ ଏକ୍ସପେକ୍ଟ କରୁଛନ୍ତି, ଆଇଟି ସେକ୍ଟରରେ କେମିତି କ'ଣ ହେଉଥିବ, କେମିତି କ'ଣ ଇଣ୍ଟରନାଲ ଚାଲିଥିବ। ତ ଆଇଟି ସେକ୍ଟରରେ ଆପଣମାନେ ଯାହା ଭାବୁଛନ୍ତି ଆଇଟି ସେକ୍ଟର ସେମିତି ନୁହେଁ କି ଆପଣମାନେ ମନ୍ଥଲି ସାଲାରୀ ଆସିଯାଉଛି, ଆପଣମାନେ ବହୁତ ଖୁସି ଅଛନ୍ତି, ଆପଣମାନେ କିଛି କରୁନାହାନ୍ତି ବସିକି ସାଲାରୀ ପାଉଛନ୍ତି। ତ ଆଇଟି ସେକ୍ଟରରେ ମୁଁ କହିଦେଉଛି, ଯେତେବେଳେ ମୁଁ ନୂଆ ଗଭର୍ଣ୍ଣମେଣ୍ଟ ଜଏନ୍ କଲି ତ ଯେତେବେଳେ ଜଏନ୍ କରିବାର ଆଟଲିଷ୍ଟ 1 ୱିକ୍ ପାଖାପାଖି ଯାଇଛି। ମୁଁ ଗୋଟେ ଟିମ୍ରେ କାମ କରୁଥିଲି, ସେ ଟିମ୍ରେ ବହୁତ ପିଲା ଥିଲେ। ମୋରି ସାଙ୍ଗରେ କାମ କରୁଥିବା ପିଲା 3 ଜଣଙ୍କୁ ଗୋଟେ ଦିନରେ ବାହାର କରିଦେଲା ଅଫିସ୍। ତ ଆପଣ ଭାବୁଛନ୍ତି କାହିଁ ବାହାର କରିଦେବ, ବହୁତ ପ୍ରକାର ମ୍ୟାଟର୍ ରହୁଛି। ଯେମିତି ଗୋଟେ ହେଲା ଟାଇମ୍, କି ଆପଣ ଟାଇମ୍ରେ ଆସୁଛନ୍ତି କି ଟାଇମ୍ରେ ଯାଉଛନ୍ତି କି ନାହିଁ। ଏବେ ମାଣ୍ଡାଟୋରି କରିଦେଇଛି 9-10 ଆୱାର ଆପଣଙ୍କୁ ଅଫିସରେ ରହିବାକୁ ପଡ଼ିବ, ଏକ ଜିନିଷ। ଦୁଇ ଜିନିଷ, ବିଜନେସ୍ ଇମ୍ପାକ୍ଟ ଆପଣ କେତେ ଆଣୁଛନ୍ତି, ଆପଣ କାମ କରୁଛନ୍ତି ଆଉଟପୁଟ୍ ଆସୁଛି ନା ନାହିଁ, ବିଜନେସ୍ ଇମ୍ପାକ୍ଟ ଅଛି ନା ନାହିଁ। ବିଜନେସ୍ ଇମ୍ପାକ୍ଟ ଯଦି କମ୍ପାନୀ ସହିତ ଆପଣଙ୍କର କିଛି ନାହିଁ, ଆପଣ ଗୋଟେ କମ୍ପାନୀ ପାଇଁ କିଛି ଗୋଟେ ଆଉଟପୁଟ୍ ଦେଉନାହାନ୍ତି, ତ କମ୍ପାନୀ ଆପଣଙ୍କୁ କାହିଁ ରଖିବ। କିଛି ଡିପେଣ୍ଡେନ୍ସି ଯଦି ନାହିଁ, ଆପଣ କିଛି ଆଉଟପୁଟ୍ ଦେଉନାହାନ୍ତି, କମ୍ପାନୀ ଆପଣଙ୍କୁ ରଖିକିରି ପଇସା ପେ କାହିଁ କରିବ। ଯେହେତୁ ଗୋଟେ କମ୍ପାନୀ ଗୋଟେ କିଛି ପଇସା ପେ କରୁଛି ଗୋଟେ ପିଲାକୁ, ତ ଆଉଟପୁଟ୍ କିଛି ଦରକାର। ଯଦି ଆପଣଙ୍କ କତରୁ କିଛି କମ୍ପାନୀ ପାଉନି ତ ଆପଣଙ୍କୁ କାହିଁ ରଖିବ। ତ ଗୋଟେ ଆମର ସିଓର ମିଟିଂ ଥିଲେ, ସିଓ ମିଟିଂ ରଖିଥିଲେ। ସେ ମିଟିଂରେ ଆମକୁ ସମସ୍ତଙ୍କୁ ଡାକିଲେ। ତ ଡାକିବା ପରେ ସେ କହିଲେ କି ଏଆଇ ସହିତ ଆପଣଙ୍କୁ ତାଳ ଦେଇ ଚାଲିବାକୁ ପଡ଼ିବ, ଏଆଇ ଯେଉଁ ଫାଷ୍ଟ ଚାଲିଛି ଆପଣଙ୍କୁ ଚାଲିବାକୁ ପଡ଼ିବ। ତ ଆପଣଙ୍କୁ କ'ଣ ଲାଗୁଛି, ଆମେ ମାର୍କେଟରେ ସର୍ଭାଇଭ୍ କରିପାରିବା, ମାର୍କେଟରେ ଆମେ ରହିପାରିବା ନ ରହିପାରିବା, ଆପଣଙ୍କୁ କ'ଣ ଲାଗୁଛି। ଯଦି ମାର୍କେଟରେ ଆମେ ରହିପାରିବା ନାହିଁ ତ ଆମେ କ'ଣ କରିବା। ଗୋଟେ ଆଇଟି ସେକ୍ଟରରେ ଗୋଟେ ପିଲା ଜବ୍ କରିକିରି ଗାଁରେ ଯାଇକିରି ବିଲ ଚାଷ କରିପାରିବ, ଲାଗୁଛି ବିଲ ଚାଷ କଲା ଭଳିଆ କି। ବହୁତ ପିଲା ଅଛନ୍ତି ତାଙ୍କର ବାପା ମା' ବି ବିଲ ଦେଖିନାହାନ୍ତି, ଆଇଟି ସେକ୍ଟର ସେ ଛାଡ଼ିକିରି ବିଲ ଦେଖିପାରିବ, ବିଲକୁ ଯାଇପାରିବ, ବିଲରେ କାମ କରିପାରିବ, ହେଇପାରିବନି। ତ କ'ଣ କରିବେ। ବହୁତ ପିଲାଙ୍କର ପର୍ସନାଲ ଲୋନ୍ ଚାଲିଛି, କାହାର ହୋମ୍ ଲୋନ୍ ଚାଲିଛି, କାହାର ବହୁତ ପ୍ରକାର ଖର୍ଚ୍ଚ ବି ପର୍ସନାଲ ଖର୍ଚ୍ଚ ଅଛି, କାହାର ଘର ର ଖର୍ଚ୍ଚ ଅଛି, ମେଡ଼ିକାଲ ଇସ୍ୟୁ ଅଛି, କିଏ ମେଡ଼ିକାଲରେ ବି ପଡ଼ିଛି, କାହାର ଘରେ ମେଡ଼ିକାଲର ଦେହ ଖରାପ ଅଛି। ତ ବହୁତ ପ୍ରକାର ଡିପେଣ୍ଡେନ୍ସି ଭିତରେ ଗୋଟେ ପିଲା ଯେତେବେଳେ ଫାୟାର ହେବ, ସେ ପିଲାକୁ ଜବ୍ କେମିତି ମିଳିବ। କାହିଁକିନା ବହୁତ ପିଲା ଅଛନ୍ତି, ବହୁତ ଡିପେଣ୍ଡେନ୍ସି ବନିକିରି ଅଛି, ବହୁତ ପିଲା ପର୍ସନାଲ ଲୋନ୍ରେ ବୁଡ଼ିକିରି ଅଛନ୍ତି, ବହୁତ ପିଲା କିଛି ଲୋନ୍ ବି କରିଛନ୍ତି, କିଛି ଫ୍ୟାମିଲି ପାଇଁ, କିଛି ନିଜ ପାଇଁ ହେଉ, ବହୁତ ପ୍ରକାର ଜିନିଷ ଲାଇଫ୍ରେ ଚାଲିଥାଏ, ବ୍ୟାକଗ୍ରାଉଣ୍ଡରେ ବହୁତ ଜିନିଷ ହେଉଛି। ତ ଆପଣମାନଙ୍କୁ ତ ସବୁ ଜିନିଷ ଲୋକ ତ ସେୟାର କରୁନାହାନ୍ତି। ଯେହେତୁ ସେୟାର ନ କରୁଛନ୍ତି, ଲାଇଫ୍ରେ ଯେତେବେଳେ ଗୋଟେ କମ୍ପାନୀରୁ ଗୋଟେ ପିଲା ଫାୟାର ହେଉଛି, ତ ସେ ପିଲାକୁ ଜବ୍ ମିଳିବ ବହୁତ ଦିନ ଲାଗିବ। ଏମିତି ନୁହେଁ ଯେ ଗୋଟେ ପିଲା ଏତେ ଟ୍ୟାଲେଣ୍ଟେଡ଼ ଅଛି, ଗୋଟେ ବଡ଼ କଲେଜରୁ ଆଇଆଇଟିରୁ ପାସ୍ ଆଉଟ୍ ହେଇଯାଇଛି, ଆଜି ଜବ୍ ଗଲା କାଲି ତାକୁ ମିଳିଯିବ। କାହିଁକିନା ଯେହେତୁ ଆମେ ଗୋଟେ ନର୍ମାଲ କଲେଜରୁ ପାସ୍ ଆଉଟ୍ ହେଇକିରି ଆଇଛେ, ଗୋଟେ ନର୍ମାଲ ପାଠ ପଢ଼ିକିରି ଆସିଛେ, ଗୋଟେ ଜବ୍ ପାଇବା ଏତେ ଇଜି କଥା ନୁହଁ, ଜବ୍ ଯିବା ବି ଗୋଟେ ଇଜି କଥା ନୁହଁ। କାହିଁକିନା ଗୋଟେ ଜବ୍ ଯେତେବେଳେ ଯାଉଛି, ଗୋଟେ ଜବ୍ ପାଇବାକୁ ଆପଣଙ୍କୁ 3 ମନ୍ଥ 6 ମନ୍ଥ ଲାଗିବ। ପ୍ରାଇଭେଟ୍ ଜବ୍ ହଁ ମିଳିଯାଉଛି, ଠିକ୍ ଅଛି। ଗଭର୍ଣ୍ଣମେଣ୍ଟ ଜବ୍ ପିଲା ପାଠ ପଢ଼ୁଛନ୍ତି 5-6 ଇୟର୍ 10 ଇୟର୍ ପାଠ ପଢ଼ୁଛନ୍ତି, ଗୋଟେ ଜବ୍ ପାଇବାକୁ ବହୁତ କଷ୍ଟ କରୁଛନ୍ତି। ପ୍ରାଇଭେଟ୍ ଜବ୍ରେ 2-3 ମନ୍ଥ 6 ମନ୍ଥ ନାଗିଲେ ତୁମକୁ ହେଇଯିବ। କିନ୍ତୁ ତୁମେ ଯେଉଁ 6 ମନ୍ଥ ଗୋଟେ ବସିବ, 6 ମନ୍ଥର ଖର୍ଚ୍ଚ ଅଛି ଏକ। ଦ୍ୱିତୀୟର ମ୍ୟାରେଜ୍ ପିଲା ବି, ମ୍ୟାରେଡ଼୍ ପିଲା ବି ଅଛନ୍ତି। ତୃତୀୟରେ ପର୍ସନାଲ ଲୋନ୍ ଚାଲିଛି, ବହୁତ ପ୍ରକାର ବ୍ୟାକଗ୍ରାଉଣ୍ଡରେ ଜିନିଷ, ଘର ଭଡ଼ା ହେଉ, ତୁମର ଫ୍ୟାମିଲି ଖର୍ଚ୍ଚ ହେଉ, ତୁମର ପର୍ସନାଲ ଲୋନ୍ ହେଉ, ତୁମର ମେଣ୍ଟାଲି କଣ୍ଡିସନ୍ କେମିତି ଥିବ, ତୁମେ ଗୋଟେ ପାଠ ପଢ଼ିକିରି ଜବ୍ ବଜେଇବା, ଆଉ ଗୋଟେ ତୁମେ ଇଣ୍ଟରଭ୍ୟୁ ଦେଉଛ, ସେ ଇଣ୍ଟରଭ୍ୟୁ ତୁମର କ୍ଲିୟର୍ ହେବ ନ ହେବ ସିଏ ବି ଗ୍ୟାରେଣ୍ଟି କିଛି ନାହିଁ। ତ ତାପରେ ତୁମକୁ ଏଚ୍ଆର୍, ତୁମେ ପ୍ୟାକେଜ୍ ବି ଡିପେଣ୍ଡ କରୁଛି, ତୁମେ କେତେ ପ୍ୟାକେଜ୍ ପାଉଛ, ଏଚ୍ଆର୍ ତୁମକୁ କେତିକି ଦେଉଛି, ସେତିକି ଦେଲା ପରେ ତୁମେ କମ୍ପାନୀ ପାଇଁ କାମ କରିପାରିବ ନା ନାହିଁ, ଏଚ୍ଆର୍ ବି ଖୁସି ହେବା ଦରକାର, ତୁମେ ଇଣ୍ଟରଭ୍ୟୁକୁ ଖୁସି କରିବା ଦରକାର। ବହୁତ ପ୍ରକାର ଜିନିଷ ଫ୍ୟାକ୍ଟ ରହୁଛି, ବହୁତ ପ୍ରକାର ଫ୍ୟାକ୍ଟର ରହୁଛି କମ୍ପାନୀ ଗୋଟେ ସିଲେକ୍ଟ କରିବା ପାଇଁ। ତ ଏଇଭଳିଆ ଜିନିଷ ଭିତରେ ତୁମେ ଚିନ୍ତା କର, ଗୋଟେ ପିଲାର ମାନସିକ ଅବସ୍ଥା କେମିତି ହେବ। ଗୋଟେ ପିଲା ଯେତେବେଳେ ମୁଁ ମୋ ଟିମ୍ କଥା କହୁଛି, ମୋ ଟିମ୍ରେ 3 ଜଣ ପିଲାଙ୍କୁ ବାହାର କରିଦେଲା। 3 ଜଣ ପିଲାଙ୍କୁ ଯେତେବେଳେ ବାହାର କଲା, ଚିନ୍ତା କର ମୋ ମାଇଣ୍ଡ କଣ୍ଡିସନ୍, ମୋ ମେଣ୍ଟାଲ୍ କଣ୍ଡିସନ୍ କେଉଁ ଭଳିଆ ଥିବ। ମୋର ବି ବହୁତ ଲାଇଫ୍ରେ ଚାଲିଛି, ଆପଣମାନେ ସବୁ ଜିନିଷ ମୁଁ ସେୟାର କରିବାକୁ ଚାହୁଁନି। ତ ଯେହେତୁ ମୁଁ ଗୋଟେ ପ୍ରୋଫେସନାଲ୍ରେ ଅଛି, ତ ସବୁ ଜିନିଷ ଖୋଲିକିରି କହିହେବନି। ତ ପ୍ରୋଫେସନ୍ରେ ଅଛି, ତ ସେଥିପାଇଁ ମୁଁ ଆପଣମାନଙ୍କୁ କିଛି ଜିନିଷ ସେୟାର କରୁଛି, ଯେତିକି ଜିନିଷ ହେଇପାରିବ ମୋ ଦ୍ୱାରା ମୁଁ ଆପଣମାନଙ୍କୁ କହୁଛି। ଆପଣମାନେ ଦେଖନ୍ତୁ, ଆପଣମାନେ ଗୋଟେ ସାଇଡ଼୍ କିଛି କରିବାକୁ ଚାହାନ୍ତୁ,
ଯେମିତି ହେଇଗଲା ଗୋଟେ ୟୁଟ୍ୟୁବ୍ ଭିଡ଼ିଓ ହେଇଗଲା କି ସାଇଡ଼୍ ବିଜନେସ୍ ହେଇଗଲା। ତ ଆପଣମାନେ ଚିନ୍ତା କରନ୍ତୁ ଗୋଟେ ଏଆଇ ଆସିବ ଜବ୍ ନେଇଯିବ। ଏଆଇ ଅଲରେଡ଼ି ମାର୍କେଟକୁ ଆସିଗଲାଣି, ଯାହା ଯିବା କଥା ଯାହାର ଗଲାଣି, ଯାହାର ରହିବା କଥା ରହିଛି। ତ ଏଇଭଳିଆ ଜିନିଷ ଭିତରେ ମୁଁ କହୁନି ନା ନେଉନି, ଗୋଟେ ମୋର କମ୍ପାନୀରେ ଜଣେ ଭାଇ ଅଛନ୍ତି, ଚିହ୍ନା ପରିଚୟ ଭାଇ। ସେ ଭାଇଙ୍କର ଗୋଟେ ପ୍ୟାକେଜ୍ ଥିଲା 50 ଲାଖ ଫିକ୍ସ ଥିଲା। ତ 50-60 ଲାଖ ଫିକ୍ସରେ ଗୋଟେ ପିଲା ଯେତେବେଳେ ଫାୟାର ହେଉଛି, ତ ସେ ପିଲାକୁ ଜବ୍ ମିଳିବ ବୋଲି ଆପଣ ଭାବିପାରୁଛନ୍ତି? ତ ଗୋଟେ ପିଲା ତାଙ୍କର 2 ମାସ ହେଲାଣି କମ୍ପାନୀରୁ ଫାୟାର ହେଲାଣି, ସେ 2 ମାସ ହେଲାଣି ଘରେ ବସୁଛନ୍ତି, ଇଣ୍ଟରଭ୍ୟୁ ଦେଉଛନ୍ତି, ବହୁତ ପ୍ରକାର ପ୍ରୋଫାଇଲ୍ ଟ୍ରାଏ କରୁଛନ୍ତି, ପ୍ୟାକେଜ୍ କମ୍ କରି ଟ୍ରାଏ କରୁଛନ୍ତି। ତ ତାଙ୍କୁ ମିଳିବାକୁ ବହୁତ ଟାଇମ୍ ଲାଗିବ, ସେମିତି ନୁହଁ ମିଳିବନି, ମିଳିପାରେ ନ ମିଳିପାରେ, ଫ୍ୟାମିଲି ଇସ୍ୟୁ ଅଛି, ପଇସା ସେଭିଂ ଥିବ ନଥିବ, କିଏ ଘର କିଣିଦେଇଛି, କିଏ ପର୍ସନାଲ୍ ଲୋନ୍ କରିଦେଇଛି, କିଏ ହୋମ୍ ଲୋନ୍ କରିଦେଇଛି, କାହାର ଫ୍ୟାମିଲିରେ 5 ଜଣ ବସି ଚଳଉଛି। ତ ଏଇ ପ୍ରକାର ଭିତରେ ତୁମେ ଚିନ୍ତା କର ସିଏ ମାନସିକ ସ୍ଥିତି ତାଙ୍କର କ'ଣ ଥିବ। ତ ଆଉ ଜଣେ ଥିଲେ ତାଙ୍କର 70 ଲକ୍ଷ ପ୍ୟାକେଜ୍, 70 ସେ ଫିକ୍ସ ଥିଲା। ତ 70 ଲକ୍ଷର ଗୋଟେ ପିଲା ଯେତେବେଳେ ଫାୟାର ହେଉଛି, ତାକୁ ଗୋଟେ କମ୍ପାନୀ 70 ଲାଖ, ଏବେକା ମାର୍କେଟରେ ଗୋଟେ କମ୍ପାନୀ 70 ଲାଖ ଗୋଟେ ଲଗାଉଛି ଗୋଟେ ପିଛରେ ପଛରେ ଗୋଟେ ପିଲାର, ମାନେ ତା ପାଖରୁ ମିନିମମ୍ 2 କୋଟି 5 କୋଟି ଟଙ୍କାର କାମ ଉଠେଇଦେବା ଦରକାର। ଯଦି ଗୋଟେ 70 ଲାଖ ଗୋଟେ ପିଲାକୁ ଇନଭେଷ୍ଟ କରୁଛି, ତ ସେଇଭଳିଆ ଆଉଟପୁଟ୍ ଆସୁନି, ତ କମ୍ପାନୀ କାହିଁ ଇନଭେଷ୍ଟ କରିବ? ଏଇଟା ବି ଗୋଟେ ଫ୍ୟାକ୍ଟର ଅଛି, ଏଇଟା ଗୋଟେ ଫ୍ୟାକ୍ଟରକୁ ବି ନେଇକରି କରୁଛି। ତ ଏଇଭଳିଆ ଜିନିଷ ଭିତରେ ତ ଆପଣ ଚିନ୍ତା କରନ୍ତୁ ଆଇଟି ସେକ୍ଟର କ'ଣ ଥିବ, ଆଇଟି ସେକ୍ଟର ଏବେ ମାର୍କେଟ କ'ଣ ଅଛି। ତ ଆପଣମାନେ ଯେଉଁମାନେ ବି ଆସିବାକୁ ଚାହୁଁଛନ୍ତି ଆସିପାରିବେ, କିଛି ପ୍ରୋବ୍ଲେମ୍ ନାହିଁ। କିନ୍ତୁ ବାସ୍ ଆପଣ ବ୍ୟାକଅପ୍ ବନାନ୍ତୁ, ସାଇଡ଼୍ ହସଲ କିଛି କରନ୍ତୁ, ସାଇଡ଼୍ ବିଜନେସ୍ କିଛି କରନ୍ତୁ। ଯେହେତୁ ହେଇଗଲା ଆପଣଙ୍କର କ୍ଲାଉଡ଼ କିଚେନ୍ କରିପାରିବେ, ୱିଥ୍ ଆପଣମାନେ ଗୋଟେ ରେଷ୍ଟୁରାଣ୍ଟ ଟାଇପ୍ର ବିଜନେସ୍ ବି କରିପାରିବେ, ଆପଣମାନେ ଫାଷ୍ଟଫୁଡ଼୍ ଦୋକାନ କରିପାରିବେ, ଆପଣମାନେ ମୋମୋ ଷ୍ଟଲ୍ କରିପାରିବେ। ଆପଣ ଗୋଟେ ସାଇଡ଼୍ କିଛି କରନ୍ତୁ, ଯେହେତୁ ଗୋଟେ ଜବ୍ ପଳେଇଲା ପରେ ଆପଣ କ'ଣ କରିବେ? ଯେତେବେଳେ ଗୋଟେ ଡିପେଣ୍ଡେନ୍ସି ବନିକି ରହୁଛି, ଆପଣଙ୍କ କତିରେ ଅପସନ୍ କିଛି ନଥିବ ଆପଣ ଗୋଟେ କରିବା ପାଇଁ। ତ ସେଇ ହିସାବରେ ଆପଣ ଗୋଟେ ଟ୍ରାଏ କରନ୍ତୁ କ'ଣ ଗୋଟେ କଲା ଭଳିଆ। ଯଦି ଗୋଟେ ଜିନିଷ ଆପଣ ନ କରିପାରୁଛନ୍ତି, ଆପଣ ଭାବିପାରୁନାହାନ୍ତି କ'ଣ ଆଗକୁ ହେବ, କ'ଣ ଫ୍ୟୁଚର୍ ହେବ, ଆମକୁ ଜଣା ନାହିଁ ଆମର ନେକ୍ସଟ ଫ୍ୟୁଚର୍ କ'ଣ ହେବ, ନେକ୍ସଟ କେତେ ମାସ ଆମେ ସର୍ଭାଇଭ୍ କରିବୁ, କେତେ ମାସ ଆମେ କାମ କରିପାରିବୁ। ତ ଏଇଭଳିଆ ଜିନିଷ ଭିତରେ ମୁଁ ଆପଣଙ୍କୁ ଏ ଜିନିଷଟା କହୁଛି। ଏବେ ମାର୍କେଟ ଏଇଭଳିଆ ହେଇଛି, ଆପଣମାନେ ବିଲିଭ୍ କରିବେ ନ ବିଲିଭ୍ କରିବେ, ଆପଣମାନେ ନ୍ୟୁଜ୍ ଦେଖୁଥିବେ ଡେଲି ମାର୍କେଟରେ କ'ଣ ଚାଲିଛି, କ'ଣ ହେଉଛି। ତ ସେଥିପାଇଁ ମୁଁ ଏ ଭିଡ଼ିଓଟା ବନେଇବାକୁ ଆପଣମାନଙ୍କ ପାଇଁ ଏ ଭିଡ଼ିଓଟା ବନେଇଛି। ଆପଣମାନଙ୍କୁ ଏ ଭିଡ଼ିଓଟା କେତେ ଦୂର ଭଲ ଲାଗିବ, କେତେ ଦୂର ଭଲ ଲାଗିବନି ମୁଁ ଜାଣିନି। ଆପଣମାନଙ୍କୁ ଯଦି ଏ ଭିଡ଼ିଓଟା ଭଲ ଲାଗିବ, ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ମୋ ଚ୍ୟାନେଲକୁ। ମୋତେ ମୋଟିଭେଟ୍ ଲାଗିବ ଭିଡ଼ିଓ ବନେଇବା ପାଇଁ, ମୁଁ କଣ୍ଟିନ୍ୟୁ ଭିଡ଼ିଓ ଏଥର ବନେଇବି। ଯେହେତୁ ମୋତେ ଟିକେ ଟାଇମ୍ ମ୍ୟାନେଜମେଣ୍ଟ କରିପାରୁନଥିଲା, ଟାଇମ୍ ମିଳୁନଥିଲା, ତ ଏବେ ମୁଁ ଟ୍ରାଏ କରିବି ମୋ ଟାଇମ୍ ବାହାର କରି, ଅଫିସରୁ ଆସିଲା ପରେ ମୁଁ 1 ଘଣ୍ଟା 2 ଘଣ୍ଟା ଟାଇମ୍ ବାହାର କରିବି। ସାଇଡ଼୍ ଜିନିଷରେ ମୁଁ ଟିକେ ଧ୍ୟାନ ଦେବି। ୟୁଟ୍ୟୁବ୍ ଷ୍ଟାର୍ଟ କଲେଣି, ମୋର ୟୁଟ୍ୟୁବ୍ ଷ୍ଟାର୍ଟ ହେଲାଣି, ବହୁତ ଦିନ ହେଲାଣି, ବଟ୍ ମୋତେ ଟିକେ ଟାଇମ୍ ମିଳୁନଥିଲା ଭିଡ଼ିଓ ପକାଇବା ପାଇଁ। ତ ବହୁତ ଭିଡ଼ିଓ ଅଛି, ମୁଁ ପକାଇବି ଧୀରେ ଧୀରେ, ତ ବନେଇକି ରଖିଛି। ତ ସେଥିପାଇଁ ଏ ଭିଡ଼ିଓଟା ଆଜିର ଟପିକ୍ ଏଇଆ ଥିଲା। ବହୁତ ପ୍ରକାର ପଲିଟିକ୍ସ ରହୁଛି, ବହୁତ ପ୍ରକାର ଜିନିଷ ଅଫିସରେ ହେଉଛି, ବ୍ୟାକଗ୍ରାଉଣ୍ଡରେ ହେଉଛି। ତ ବହୁତ ଜିନିଷ ତ ମୁଁ ସେୟାର କରିବି ଧୀରେ ଧୀରେ, ଆପଣଙ୍କୁ ଗୋଟେ ଗୋଟେ ଭିଡ଼ିଓରେ ମୁଁ ସେୟାର କରିବି କ'ଣ ଅଫିସର କଲଚର, କେମିତି ଅଫିସରେ ଆମେ ସର୍ଭାଇଭ୍ କରୁଛୁ, କେମିତି କ'ଣ ଆମେ କାମ କରୁଛୁ, କେଉଁ ଜିନିଷ ଆମକୁ ଟପ୍ ରହୁଛି, କେଉଁ ଜିନିଷରେ ଆମେ ୱିକ୍ ରହୁଛୁ। ତ ଏଇ ପ୍ରକାର ଜିନିଷ ଭିତରେ ମିଟିଂ ରହୁଛି, ମିଟିଂରେ ବହୁତ ପ୍ରକାର ଜିନିଷ ହେଉଛି। ଆଜିକାଲି ତୁମେ ଗୋଟେ ଏକ୍ସପିରିଏନ୍ସ ପିଲା ହେଇକିରି ଗୋଟେ କଥା କହିପାରିବନି, ଜୁନିୟର ପିଲା ଆସିକି ତୁମ ଆଗରେ ବହୁତ କଥା କହିଦେଇ ଯାଉଛନ୍ତି। କ'ଣ କରାଯିବ? ମାର୍କେଟ ଟପ୍, ତୁମେ କହିବା ପୂର୍ବରୁ 2 ଥର ଭାବିବାକୁ ପଡ଼ିବ, କହିଲା ପରେ କ'ଣ ହେଇଯିବ କି? ତ କମ୍ପାନୀରେ ବହୁତ କିଛି ବ୍ୟାକଗ୍ରାଉଣ୍ଡରେ ଚାଲିଥାଏ। ତ ଗୋଟେ ବହୁତ ପ୍ରକାର ଜିନିଷ ଗୋଟେ ହେବା ଭିତରେ ଆଇଟି ସେକ୍ଟର ଏବେ ବହୁତ ଖରାପ ହେଇଗଲାଣି। ଏମିତି ନୁହଁ ଯେ ଆଗରୁ ଥିଲା, ଆଗରୁ ଚାଲିଥିଲା, ଏବେ ଚାଲିବ, ସେଇଟା ମ୍ୟାଟର୍ ନୁହଁ। ବହୁତ ପ୍ରକାର ଜିନିଷ ଆଇଟି ସେକ୍ଟର ଏବେ ଚାଲିଛି, କାହିଁକିନା ଯେହେତୁ ଗୋଟେ ସବୁ ବ୍ରାଞ୍ଚର ପିଲା ଆସି ଗୋଟେ ଆଇଟି ସେକ୍ଟରରେ ପହଞ୍ଚିଲେଣି। ସମସ୍ତେ ପଶିବାକୁ ଟ୍ରାଏ କରୁଛନ୍ତି, ମେକାନିକାଲ, ଇଲେକ୍ଟ୍ରିକାଲ, ସିଭିଲି, କମ୍ପ୍ୟୁଟର ପିଲା ଏମିତି ତ ଆଇଟି ସେକ୍ଟରରେ ପଶିବେ। ତ ଅଲଗା ବ୍ରାଞ୍ଚରେ ବିଏସସି, ବିକମ୍, ଆର୍ଟ୍ସ ପିଲା ବି ଆସିକି ଗୋଟେ ଆଇଟି ସେକ୍ଟରରେ ପଶିବାକୁ ଟ୍ରାଏ କରୁଛନ୍ତି, ପଶିଲେଣି ବି, ବହୁତ ପିଲା ପାଉଛନ୍ତି, ସେଇଟା ମ୍ୟାଟର୍ ନୁହଁ। ମାର୍କେଟ ଟପ୍ ହେଇଗଲାଣି, ପିଲା ବି ବହୁତ ହେଇଗଲେଣି। ଗଭର୍ଣ୍ଣମେଣ୍ଟ ଜବ୍ ଗୋଟେ ପାଇବାକୁ ପିଲାଙ୍କୁ 5-10 ବର୍ଷ ଟ୍ରାଏ କରିବାକୁ ପଡ଼ୁଛି, ତାପରେ ହେବ ନ ହେବ କିଛି ଗ୍ୟାରେଣ୍ଟି ନାହିଁ। ତ ଯେହେତୁ ପ୍ରାଇଭେଟ୍ ଜବ୍ ସମସ୍ତେ ଟ୍ରାଏ କରୁଛନ୍ତି, ପ୍ରାଇଭେଟ୍ ଜବ୍ ସମସ୍ତଙ୍କର ଇଚ୍ଛା ଗୋଟେ ପ୍ରାଇଭେଟ୍ ଜବ୍ କରିବା ପାଇଁ, ସମସ୍ତେ କରୁଛନ୍ତି। ତ ସେଥିପାଇଁ ଗୋଟେ ଜିନିଷ ଏଇଭଳି ରହୁଛି। ତ ଯେହେତୁ ଗୋଟେ ମାର୍କେଟରେ ଆମକୁ ବଞ୍ଚିବାର ଅଛି, ମାର୍କେଟରେ ଆମେ ଗୋଟେ ଜବ୍ କରିଛୁ, ତାକୁ ଆମକୁ ସର୍ଭାଇଭ୍ କରିବାକୁ ପଡ଼ିବ।
ଯାହା ବି ପ୍ରୋବ୍ଲେମ୍ ଆସୁ, ଯାହା ବି ଝଡ଼ ବାତ୍ୟା ଆସୁ, ଆପଣଙ୍କୁ ରହିବାକୁ ପଡ଼ିବ। ତ ଆଜିର ଭିଡ଼ିଓ ଏତିକି ଥିଲା। ତ ଆପଣମାନଙ୍କୁ ଯଦି ଏ ଭିଡ଼ିଓଟା ଭଲ ଲାଗୁଛି ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ କର ମୋ ଚ୍ୟାନେଲକୁ। ଏତିକିରେ ରହୁଛି। ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓ ମୋର ନେଇକି ଆସିବି। ଆପଣମାନଙ୍କୁ ନେକ୍ସଟ ଟପିକ୍ ମୋର ଆସିବେ, ଆପଣମାନେ ଦେଖିବେ। ଥ୍ୟାଙ୍କ ୟୁ ଅଲ୍।